ଯେତେ ଆଉ ଥରେ ଟେଷ୍ଟ କରନ୍ତୁ ଆପଣ ଯେତେ ପଇସା ଖର୍ଚ୍ଚ ହେବ ମୁଁ ଦେବା ପାଇଁ ରାଜି ଅଛି ହେଲେ ହେଲେ ଆପଣ ଧନକୁ ଆଚ୍ଛା ଦିଅନ୍ତୁ ଥରେ ନୁହେଁ ବାରମ୍ବାର ପରୀକ୍ଷା କରି ମୁଁ ରିପୋର୍ଟ ଦେଇ ସାରି ମୁଁ ଯଦି ସନ୍ତାନ ଆପଣ ହୋଇପାରିବି ଏ ପ୍ରପର୍ଟି ଏ ବ୍ୟାଙ୍କ ବାଲାନ୍ସ କାହା ପାଇଁ ଆପଣ ଥରେ ଚିନ୍ତା କରନ୍ତୁ ଡାକ୍ତର ଆଉ ପାରୁଛନ୍ତି ତ ପୁଷ୍ପପୁତ୍ର ଗ୍ରହଣ କରିନିଅନ୍ତୁ ମୁଁ ଯଦି ପୁଷ୍ପପୁତ୍ର ଗ୍ରହଣ କରିନେବି ଏ ସମାଜ ଆଖିରେ ମୁଁ ଅଣପୁରୁଷା ହେଇଛି ବନ୍ଧୁବାନ୍ଧବ ଜାଣିଯିବେ ସାଙ୍ଗସାଥି ବି ଜାଣିଯିବେ ଆପଣ ଆଉ ଥରେ ଟେଷ୍ଟ କରନ୍ତୁ ସରି ଡକ୍ଟର ବାବୁ ଏହା ଛଡ଼ା ମୋ ପାଖରେ ଅନ୍ୟ କୌଣସି ଉପାୟ ନାହିଁ ନାଇଁ ମୋତେ ଯେମିତି ହଉ ଏ ଘରେ ଆଉ ଗୋଟେ ସନ୍ତାନ ସୃଷ୍ଟି କରିବାକୁ ପଡ଼ିବ ମୋତେ ଏମିତି କିଛି କାମ କରିବାକୁ ପଡ଼ିବ ଯେମିତି ମୋତେ ଏ ଘର ଉତ୍ତରାଧିକାରୀ ମିଳିଯିବ ଆଉ ମୁଁ ଅଣପୁରୁଷା ଦୋଷରୁ ମୁକ୍ତି ପାଇଛି ଭାଇ ତମେ ଗାଁ ଛାଡ଼ି ଆସି ସହରରେ ରହିଲ ଯେ ରହିଲ ଆଉ ଏଠି ଏତେ ବଡ଼ ଲୋକ ହେଇଗଲା ଯେ ଆମେ ଗାଁରେ ଥିବା ମଳିମୁଣ୍ଡିଆ ବାପ ଭାଇ କଥା ତମେ ଭୁଲିଗଲ ଆରେ ଜିତ କଥା କ'ଣ କି ବାବା ମୋତେ ତେଜ ପୁତ୍ର କରିଦେଲା ମୁଁ କେମିତି ତମକୁ ମନେ ପକେଇଥାନ୍ତି କହିଲୁ ତା ବୋଲି ତମର କ'ଣ ଆମ ପ୍ରତି କିଛି କର୍ତ୍ତବ୍ୟ ନାହିଁ ଆରେ ବାବା ସବୁ ଦାୟିତ୍ୱରୁ ମୁକ୍ତ ମୁଁ କେମିତି ତମକୁ ମନେ ପକେଇଥାନ୍ତି ତମ କଥା କେମିତି ରଖିଥାନ୍ତି ମୋତେ କହ ତା ବୋଲି ତମେ କ'ଣ ମୋତେ ଟିକେ ସାହାଯ୍ୟ କରିବନି କି ସାହାଯ୍ୟ 2 ଲକ୍ଷ ଟଙ୍କା ଚାକିରିଟା ପାଇଲେ ସବୁ ଟଙ୍କା ଶୁଝିଦେବି ଏତେ ଟଙ୍କା ମନା କରନି ଭାଇ ମନା କରନି ଭାଇ ମନା କରନି ନାଇଁ ଇଏ ମୋ ସାନ ଭାଇ ଗାଁରେ ତ ଆଜି ଆସିଛି ଆଉ ତା ସହିତ ଟିକେ କଥା ହଉ ଲେଟ୍ ତମ କଥା ତମ ଭାଇ ମତେ ସବୁବେଳେ କୁହନ୍ତି ହେଲେ ତମର କ'ଣ ଆମକୁ ଦେଖା କରିବା ଟିକେ ଇଚ୍ଛା ହୁଏନି ଇଚ୍ଛା ହୁଏ ଭାଉଜ ହେଲେ ସାହସ ହୁଏନି ହଉ ଛାଡ଼ ସେ କଥା ଚାଲ ଗୋଡ଼ ହାତ ଦେଇ କଣ ଦିଟା ଖାଇଦେବ ତାପରେ ଯେତେ ଗପିବା କଥା ଆସ ଭାଉଜ କ'ଣ କିଛି କହିବ ଆରେ ସେ କ'ଣ କହୁଥିଲା କି ତାର କ'ଣ 2 ଲକ୍ଷ ଟଙ୍କା ଦରକାର ଏତେ ଟଙ୍କା ଅର୍ଜେଣ୍ଟ କି ଦରକାର ଥିବ ଦେଇଦେବ ନା ଆରେ କୋଉ ପ୍ରକାର ବିଶ୍ୱାସ ଆଉ କୋଉ ପ୍ରକାର ସମ୍ପର୍କ ତାକୁ ଏତେ ଟଙ୍କା ମୁଁ ଦେବି ଭାଇର ସମ୍ପର୍କ ହଁ ତମେ ବଡ଼ ଭାଇ ସାନ ଭାଇ ଥିବ ତ ତମ ଭାଇ ସାନ ଭାଇ ପାଇଁ ତମର ଭରସା ନାହିଁ ଆରେ ଚିତ୍ରା 10 ବର୍ଷ ତଳେ ସେ ସମ୍ପର୍କର ବନ୍ଧ ପଡ଼ିସାରିଛି ଆଉ ତମେ କୁହ ଚିତ୍ରା ମୁଁ କେମିତି ଦେବି ସମୁଦ୍ର ଜଳକୁ ବନ୍ଧ ଦେଇ ଭାଗ ଭାଗ କରିବେ କିନ୍ତୁ ରକ୍ତକୁ ନୁହଁ ସମୁଦ୍ର ଢେଉ କେବେ ବନ୍ଧ ବାଡ଼ ଛୁଇଁପାରେ କିନ୍ତୁ ରକ୍ତ ଢେଉ ବନ୍ଧ ବାଡ଼ କିଛି ବି ମାନେ କିଛି ବି ନୁହଁ ମନା କରନି ଭାଇ 2 ଲକ୍ଷ ଟଙ୍କା ନ ମିଳିଲେ ମୋ ଭବିଷ୍ୟତଟା ଅନ୍ଧାର ହେଇଯିବ ଚାକିରିଟା ପାଉ ପାଉ ଚାଲିଯିବ ମୁଁ ତମକୁ ହାତ ଯୋଡୁଛି ଭାଇ ମନା କରନି ତମେ ମନା କରନି କାହିଁକି ଦେଇଦିଅ ତାକୁ ତମେ ହଉଛ ବଡ଼ ଭାଇ ସାନ ଭାଇ ପ୍ରତି ତମର ତ କିଛି କର୍ତ୍ତବ୍ୟ ଅଛି ନା ତାହେଲେ ସେ ମୋ ପାଇଁ କ'ଣ କରିପାରିବ ତମେ ଯାହା କହିବ ଭାଇ ମୁଁ କରିବା ପାଇଁ ପ୍ରସ୍ତୁତ ଅଛି କି ପ୍ରକାର ବିଶ୍ୱାସ ତମ ଉପରେ ଅଛି ବିଶ୍ୱାସ ରଖ ଭାଇ ହାତ ରଖି ଶପଥ କରି କହିପାରିବୁ ମୋ ମୁଣ୍ଡ ଉପରେ ହାତ ରଖି ଶପଥ କରି କହିପାରିବୁ ମୁଁ ଯାହା କହିବି ତୁ ସେଥିରେ ରାଜି ବୋଲି ଆରେ ମୋ ମୁଣ୍ଡ ଉପରେ ହାତ ରଖି ଶପଥ କରି କହ ଆରେ କହୁଛି ପରା ଶପଥ କରି କହ ମୁଁ ଯାହା କହୁଛି ମୋ କଥା ରାଜି ମୁଁ ତମ ମଥାରେ ହାତ ରଖି ଶପଥ କରି କହୁଛି ଭାଇ ତମେ ଯାହା କହିବ ମୁଁ ମାନିବା ପାଇଁ ପ୍ରସ୍ତୁତ ଅଛି କ'ଣ କହୁନ ସେ ଯଦି ସବୁ କଥାରେ ରାଜି ହେଲାନି ତାକୁ ଟଙ୍କା ତ ସେ ପାଇବ ନିଶ୍ଚିତ ହେଲେ ସେ ତା ପାଇଁ କ'ଣ କରିବା ପାଇଁ ପଡ଼ିବ ସେ ତ ଜାଣିବା ଦରକାର କି ନାହିଁ ଭାଇ ତମେ କୁହ ଆଜି ଯେତେବେଳେ ମତେ କର୍ତ୍ତବ୍ୟ କରିବାର ସୁଯୋଗ ମିଳିଛି ମୁଁ ପଛ ମୁଣ୍ଡ ଦେବି କାହିଁକି ତମେ ଯାହା କହିବ ମୁଁ କରିବା ପାଇଁ ପ୍ରସ୍ତୁତ ଅଛି ଥରେ ତ କହିଲି ତମେ ଥରେ କହିକି ଦେଖ ଦରକାର ପଡ଼ିଲେ ମୁଁ ମୋ ଜୀବନଟାକୁ ବି ଦେଇଦେବି ତୋର ଜୀବନ ମୋର ଦରକାର ନାହିଁ ତୁ 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 ତ ଭାଉଜ ଛାଡ଼ ବାପ ହେଇପାରିବୁ
ପାଳନ କରିବା ପାଇଁ ମୁଁ ଅକ୍ଷମ ସେଇଥିପାଇଁ ତମେ ମୋ ଭାଇର ପିଲାର ମାରି ପାରିବ ନାଇଁ ଭାଇ ନାଇଁ ସାମାନ୍ୟ କେତେଟା ଟଙ୍କା ପାଇଁ ମୁଁ ମୋ ନିଜକୁ ନାଟକୁ ଟାଣି ଯାଇ ପାରିବିନି ତ ଭବିଷ୍ୟତ ଅନ୍ଧାର ହେଇଯିବ ଏଇଟା ଅନ୍ଧାର ଆରେ ତୁ ମୋ ମୁଣ୍ଡର ହାତର ଶପଥ କରି କହିଛୁ ମୋ କଥା ରାଜି ହବୁ କି ନାହିଁ ଆଉ ତୁ ଯଦି ମୋ ମୁଣ୍ଡର ହାତର ଶପଥ କରି କହି ତୋ କଥା ରାଜି ନ ହଉ ତାହେଲେ ତୋ ଭାଇର ଶବକୁ କାନ୍ଧରେ ପକାଇ ମଶାଣି ନେଇଯିବ ମଶାଣି ହେ ଭଗବାନ ये की विषम परीक्षा भगवान केमिति भाई केमिति ए बड़ा बहुत मां समान हम पुआई मां सहित अनेक काम पारे बिनी भाई मो तो तमे तो चली जाओ और भिक मारी करबो रे भिक मन लोकना मधुर पड़ी तमे तोर बाप घर ने तमे चली जाओ ठीक अछि तम कथा अटल मु वर्तमान निजको निजे सुसाइड कर आसुन चित्रा मु 1 रु 3 गनिया भीतर तमे चितन को नहीं तम बेडरूम को जाने और ठीक एई वर्ष मो हाथ रे ए घर उत्तराधिकारी देई वो एता राजी के नुए नहीं तो निष्पत्ति हो लिया छ तो कथा बता तो निष्पत्ति हो लिया छ पूरा बाकी बता फ्री आपको लागे जाने वो कथा नहीं सुना तो बाबू चाहुआ ने भाई तब कथा परिवर्तन कर दे भाई मैं कथा बता भाई दुई चितन बिना ऊपर धरी तमे ठीक और कथन करबो पुरुष पड़े की दिखे बेटीबो ठीक अछि तमे तम कथा अटल ताले मु मनिषको वर्तमान ठीक अच्छे तमर तो केटा शेष कथा तले मु तम कथा राजी और डेरी करछ काई की तो भाई परा 2 लाख टका रे तुमको मो घोड़ा के स्वामी भावरे किनी नै जति दानर प्रतिदान दबनी भाऊ तो चित्रा आज ठारे तमे होच मो स्वामी कोसा ये हळ पुसा भाईटा आज तते हाथ पते भिक मागुची तू भिक्षा स्वरूप ता हातर ए उत्तराधिकारी धराई दे चितन धराई दे भाईटा आज ये घर एक उत्तराधिकारी पाई स्त्री को बंद
ପୁଅ ହେଇଛି ହେଲେ ମୁଁ ବୁଝିପାରୁନି ଏସବୁ ସମ୍ଭବ ହେଲା କେମିତି ଭୁଲ ଆପଣଙ୍କ ପାଠ ପଢା ଭୁଲ ଆପଣଙ୍କ ଟେଷ୍ଟ ବି ଭୁଲ ଏମିତି ଭୁଲ କଥା କହି ଆପଣ ଲୋକମାନଙ୍କର ମୁଣ୍ଡ ଖରାପ କରୁଛନ୍ତି ସରି ସମାଜ ଦେଖ ଆଜି ମୁଁ ବହୁତ ଖୁସି କାହିଁକି ଜାଣିଛ ମୋ ବାପ ହେଇଛି ବାପ ପୁଅର ବାପ ଏଇ ହେଇଥିଲା ଝିଅ ହେଇଛି ଭାଇ ଘର କି ଜାଣିବା ଦରକାର ନାହିଁ ଜାଣିବା ନିହାତି ଦରକାର ଚିତ୍ରା ତୁମେ ଏତେ ବଡ଼ ପାଟି କରୁଛ ଲୋକମାନେ ଶୁଣା ତମ ମୁଣ୍ଡଟା ତଳକୁ ହେଇଛି ଚିତ୍ରା ମୁଁ ତମ ସ୍ୱାମୀ ସ୍ତ୍ରୀ ମାନୁଛି ତମେ ମୋ ସ୍ୱାମୀ ହେଲେ ତମ ପିଲାର ମୋ ମା ନୁହଁ ଠିକ ମୁଁ ମେଡିକାଲ ଡିସ୍ଚାର୍ଜ ହେଇଛି ଚାଲ ଆମେ ଯିବା ଆରେ ତା ସହିତ କୁଆଡେ ଯିବ ସେ ମତେ ଜଏନ୍ ନେଇଯିବେ ଆରେ କିଏ ସେ ବଡ଼ ବଡ଼ ସାହସ ତମେ ତା ସହିତ କୁଆଡେ ଯାଇକି ରହିବ ଏଇଠି ଖୁସିରେ ରୁହ ଭାଉଜ ମୋ ଡ୍ୟୁଟି ତ ସରିଛି ମତେ କାହିଁକି ସେ ହଡ଼ରେ ଘରରେ ପକଉଛନ୍ତି କହିଲେ ଏଥରେ ଛୁଆ ହଉଛି ଭାଇଙ୍କର ନାଇଁ ରେ ଜିତ ଏ ଛୁଆ ହଉଛି ତୋର ଆଉ ଏ ସ୍ତ୍ରୀ ବି ତୋର ଆଜିଠୁ ତମ ତିନି ଜଣଙ୍କ ଦାୟିତ୍ୱ ମୋର ଭାଇ ଶୁଣ ମୁଁ ଗାଡ଼ିରେ ଅପେକ୍ଷା କରୁଛି ତମେ ଦିନ ପଳେଇ ଆସ ହେଲା ଆସୁଛି ଜଲ୍ଦି ଆସ ଭାଇଙ୍କ ପରି ହେଇଛି ତମ ପରି ହେଇଛି ଆଜିଠାରୁ ଏ ଛୁଆ ତମ ଆଦର୍ଶରେ କରିବ କିନ୍ତୁ ଚତ୍ର ଚମ୍ପତି ରାବଣ ଆଦର୍ଶ ନୁହଁ ଭାଉଜ ଯେତେ ଯାହା ହେଲେ ସେ ତମ ସ୍ୱାମୀ ମୋ ବଡ଼ ଭାଇ ଏମିତି ଗୋଟେ ଭୁଲ କରିବାକୁ ତାଙ୍କ ପରିସ୍ଥିତି ବାଧ୍ୟ କରିଛି ଆମେ ସମସ୍ତେ ଯଦି ଏ ମୁହୂର୍ତ୍ତରେ ତାଙ୍କ ବେକରେ ଫାଶୀ ଦୌଡ଼ି ଝୁଲି ପଡ଼ିବ ସେ ବିଚରା ମଣିଷଟା ମରିଯିବ ଭାଉଜ ମରିଯିବ ତମେ କଣ ଭାବୁଛ ସିଏ ତମକୁ ବଞ୍ଚେଇ ରଖିବେ ଭାଉଜ ମୋ ଭାଇଙ୍କ ଖୁସି ପାଇଁ ଯଦି ଏ ଜୀବନଟା ଦବାକୁ ପଡ଼େ ନା ମୁଁ ହସି ହସି ଦେଇଦେବି ଭାଉଜ ହସି ହସି ଦେଇଦେବି କିନ୍ତୁ ମୁଁ ଖୁସି ହେଇପାରୁନି ଜମା ଖୁସି ପାରୁଛି ତ ଚାଲ ଆମେ ବହୁତ ଦୂରକୁ ଚାଲିଯିବା ଯୋଉଠି ଚତ୍ର ଚମ୍ପତି ଆଖି ପାଇବନି ଚାଲ ଆମେ ବହୁତ ଦୂରକୁ ଚାଲିଯିବା ଭାଉଜ ମୋ ଭାଇ ଭାଇ ସହିତ ବିଶ୍ୱାସଘାତକତା କରିବି କେମିତି ଆରେ ବାବା ଶୀଘ୍ର ଆସ ଭାଉଜ ଭାଇ ଡାକିଲେଣି ଚାଲ ଯିବା ଦେଖ ଭାଉଜ ତମେ ଯେମିତି ଭାବୁଛ ସେମିତି କିଛି ହବନି ମୁଁ ଭାଇଙ୍କୁ ବେଶ ଭଲ ଭାବରେ ଜାଣିଛି ସେମିତି କିଛି ହବନି ଆସ ଏବେ ଯିବା ଆସ ଖୁସିରେ ଘୋଡ଼ା ଝାଟି କରୁଛି ଆଉ ମତେ ବି ନାଚିବା ପାଇଁ ଇଚ୍ଛା ହଉଛି କାହିଁକି ନା ମୋର ପୁଅ ହେଇଛି ଆଉ ପୁରୋହିତ ତା ନାଁ ଦେଇଛନ୍ତି ରାଜା ଆଇ ମିନ୍ କିଙ୍ଗ ଭଗବାନ ଦୀର୍ଘ ମାଗନ୍ତୁ ପୁରୋହିତ ଆପଣ ଆଜି ମନ ଖୁସିରେ ଯାହା ମାଗିବେ ମାଗନ୍ତୁ ମୁଁ ଆପଣଙ୍କୁ ସବୁ ଦେବି ମୋର କିଛି ଦରକାର ନାହିଁ ଆଜ୍ଞା ଏ ଘରର ଖୁସି ମୋ ପାଇଁ ପରା ସବୁଠୁ ବଡ଼ ଉପହାର ଆଚ୍ଛା ପୁରୋହିତ ଆପଣ ରାଜାକୁ ଆଶୀର୍ବାଦ କରିଛନ୍ତି ହଁ ଆଜ୍ଞା ଆଉ ମାଆଙ୍କଠୁ ଯଜମାନ ନେଇସାରିଥିଲେ କହିସାରିଛି ଆଜ୍ଞା କହିସାରିଛନ୍ତି ସାବିତ୍ରୀ ଓଷା ସରିଯାଇଛି ମୁଁ ଏଥର ଆସୁଛି ସାବିତ୍ରୀ ଓଷା ଆଜି ସାବିତ୍ରୀ ଓଷାର ଚିତ୍ରା କାହା ପାଇଁ କରିଛି କୋଉ ସତ୍ୟବାନର ଦୀର୍ଘଜୀବୀ କାମନା କରି ଚିତ୍ରା ଆଜି କରିଛି ସାବିତ୍ରୀ ବ୍ରତ ଏ ଚତୁର ଚମ୍ପତିର ନା ସେ ଚିତ୍ତନ ଚମ୍ପତି ଆରେ ତମକୁ ମୁଁ ଏତେ କଥା କହିଲା ପରେ କାରଣ ତମେ ହଉଛ ମୋ ସ୍ୱାମୀ ଓଡ଼ିଆ ଲୋକ ଓଡ଼ିଆ ସଂସ୍କୃତି ମାନିବାକୁ ପଡ଼ିବ ନା ଓକେ ଓକେ ଭାଉଜ ଚିତ୍ତନ ଆସିଲା ନା ଏ ଚିତ୍ରା ମୁଁ କଣ କହୁଥିଲି କି ତମେ ତ ପ୍ରତ୍ୟେକ ବର୍ଷ ମୋ ପାଇଁ ସାବିତ୍ରୀ ବ୍ରତ କରୁଛ ତମେ ଯଦି ଆଜି ଥରକ ଟିକେ ପାଇଁ କାହା ପାଇଁ ସାବିତ୍ରୀ ବ୍ରତ କର ଏ ଭାଉଜ ଦେଖିଲ ମୋ ପୁଅ ପାଇଁ କେତେ କଣ୍ଢେଇ ଖେଳଣା ଆଣିଛି ଆଣିଛୁ ଆଉ ତମ ଭାଉଜ ପାଇଁ ଶାଢ଼ୀ ସଂକ୍ରାନ୍ତି ଆଣିନୁ ନୂଆ ଶାଢ଼ୀ ଖଣ୍ଡେ ଆଣିଛି ଆଣିଛୁ ତ ହଉ ଆଉ ମୁଁ ଦେଇଥିବା ସିନ୍ଦୁର ତ ସେ ପିନ୍ଧିଛି ମୁଁ ଦେଇଥିବା ଶାଢ଼ୀ ବି ସେ ପିନ୍ଧିଛି ସକାଳେ ପିନ୍ଧିଛି କିନ୍ତୁ ତୁ ଆଜି ତୋ ହାତରେ ସେ ନୂଆ ଶାଢ଼ୀଟା ତାକୁ ପିନ୍ଧେଇବୁ ମାନେ ଆମେ ମାନେ କଣ କହୁଛୁ ଆବେ ଚିତ୍ରା ଆଜି ତୋ ପାଇଁ କରିଛି ସାବିତ୍ରୀ ବ୍ରତ ଭାଇ ଏ ତମେ କଣ କହୁଛ ସେ କଣ କହିବେ ତମେ ଆସିଲ ଭାଉଜ
ଜଣ ଯୋଡ଼େ ସୁନ୍ଦର ଦିଶୁଛି ମୁଁ ଏଠି ରହି କାହିଁ ଡିଷ୍ଟର୍ବ କରିବି ମୁଁ ଫ୍ୟାକ୍ଟ୍ରି ଚାଲିବି ଆସୁଛି ଭାଇଙ୍କର କଣ ହେଇଛି? ତାଙ୍କ ମୁଣ୍ଡରେ ଭୂତ ସବାର ହେଇଛି ସେ କଣ ମଣିଷ ଭଳିଆ ଅଛନ୍ତି ଛାଡ଼ ସେ କଥା ତମେ ଚାଲ ଚାଲ ସେଠି ବସିବ ମୁଁ ଆଜି ତମ ପାଇଁ ସାବିତ୍ରୀ ବ୍ରତ କରିବି ଭାଉଜ ମୁଁ ତମ ଦିଅର ଦିଅର ଏଇ ଭାଉଜର ଦେହଟା ଉପଭୋଗ କରିପାରିବ ସ୍ୱାମୀ ହେଇପାରିବନି କାହିଁକି ଯୋଉ ଦିନ ତମ ଭାଇ ତମ ସହିତ ସମ୍ପର୍କ କହିଛନ୍ତି ସେଇଦିନ ଠାରୁ ମୁଁ ତମକୁ ସାଙ୍ଗ କରି ଧରି ନେଇଛି ଆସ ଆଉ ଡରି କରୁଛ କାହିଁକି ହେ ଭଗବାନ ରକ୍ତ ଯନ୍ତ୍ରଣା ମତେ କଣ ରକ୍ତ ଯନ୍ତ୍ରଣା ଉଦ୍ଧାର ନାହିଁ ତମେ ଏଠୁ ଭଲରେ ଯିବ ନା ଦେଖିବ ଦେଖିବା ପାଇଁ ଆସିଥିବେ ଟିକେ ଭାଉଜ ରାଜି କରିବୁ You nonsense! तुम शाढ़ी आनी शीतल ढेर सारे आनी आम छुआ बहुत सारा खेलना आनी आम पूरा मस्ती करवा ऐश करवा कौट आस तुम चित्रा अरे शीतल कौन है चित्रा जानिन ना न जानिबार अभिनय करछ तुमको पचार परा अरे शीतल है कौन शीतल भाई को मारी देल तुम हाथ में रक्त तुम देह सारा रक्त और ये घर भीतर तुम छड़ा आउ कहीं ना तुम्हें कह चित्रा मु कहा को डाउट करिमी तुम्हें कह बोले तमे मो मुंड रे एते बड़ दोष ना लग दउछ मु दोष नदी दउनी चित्रा रे इंस्पेक्टर बाबू आसिले मते क्वेश्चन पचाई सारी मु ताको की उत्तर देबी चित्रा तुम्हें को मु ताको की उत्तर देबी चित्रा को मारे के को देबी आज्ञा आम घर मर्डर हो मर्डर मु कर
ମିଛ କଥା ଆରେ ଏ ଘର ଭିତରେ ତ ତମେ ଆଉ ମୁଁ 3 ଜଣ ଅଛେ ମୁଁ ଯଦି ଏ ମର୍ଡର କରିନି ତାହେଲେ ଏ ମର୍ଡର କଣ ତମେ କରିଛ ନାଇଁ ଚିତ୍ରା ମୁଁ ମର୍ଡର କରିଛି ମୋତେ ଆରେଷ୍ଟ କରିଲେ ଇନ୍ସପେକ୍ଟର ମୋତେ ଆପଣ ଆରେଷ୍ଟ କରନ୍ତୁ ନାଇଁ ଚିତ୍ରା ତମେ ଯଦି ମତେ ଛାଡ଼ି ଜେଲକୁ ଚାଲିଯିବ ମୁଁ ଏଠି ଏକା କେମିତି ରହିବି ଚିତ୍ରା ମୁଁ ତମକୁ ଛୁରୀ ଛୁରୀ ମରିଯିବି ଚିତ୍ରା ମରିଯିବି ଯୋଉ ଛୁଆଟା ପାଇଁ ଆମ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଫିକା ହେଇଯାଇଛି ସେ ଛୁଆଟା ଆପଣଙ୍କର ଅନାଥ କଥା ଚାହୁଁଛ ତମେ କଥା ଛାଡ଼ି ବଞ୍ଚି ପାରିବ ଆରେ ମୁଁ କଣ ତମକୁ ଛାଡ଼ି ବଞ୍ଚି ପାରିବି ଚିତ୍ରା ତମକୁ ବଞ୍ଚିବାକୁ ହବ ତା ନହେଲେ ଏ ନାଟକର ପୁନଶ୍ଚ ପଡ଼ିଯିବନି ଚିତ୍ରା ଇନ୍ସପେକ୍ଟର ବାବୁ ଆପଣ ଯେତେ ଟଙ୍କା ଚାହିଁବେ ଆପଣ ଯେତେ ଟଙ୍କା ଚାହିଁବେ ମୁଁ ଆପଣଙ୍କୁ ଦେବି ଆପଣ ମୋ ଚିତ୍ରା ପାଇଁ କିଛି କରନ୍ତୁ ଇନ୍ସପେକ୍ଟର କିଛି କରନ୍ତୁ ଟଙ୍କା ଆପଣ ପାଖରେ ଅଛି ବୋଲି କ'ଣ ଆପଣ ଆଇନକୁ କିଣିଦେବେ ଇମ୍ପସିବଲ୍ ଆରେଷ୍ଟ କର ଆଉ ବେଗୁଡ଼ିକ ଗାଡ଼ିକୁ ନିଅ क्या हो चित्रा दिनकटिए भाई है पचे तमें तो चिकन को तुम स्वामी कर ना तमें कौन से स्वामी पाई आज तुम मुंडर सिंदूर पुचिबानी तमें कौन आज से स्वामी पाई तुम हाथर संख्या भांगिबानी तमें कौन आज मो भाई भाई सिंदूर पुचिबानी नहीं तुम मुंडर सिंदूर पुचिबानी तमें जदि तुम हाथर संख्या भांगिबानी आर पारे मो भाई आत्मा शांति पाइबानी अरे चित्रा तमें व्यस्त हवानी मु बहुत शीघ्र तुमको जेल नहीं आसे आई दिन तुमको नुआ सिंदूर पिंधाई नुआ हाथ में शंखा पिंधाई नुआ शाढ़ी पिंधाई बधु बेसर आम घर को नहीं तुम चिंता कर चित्रा आस आस मु तुम हाथ शंखा भांगीदेवी आस अरे आस चित्रा आस अरे मु तुम हाथ शंखा भांगीदेवी तुम मुंडर सिंदूर पुछिदेवी आउ तुम बेकर मंगलसूत्र काढ़ी तुमको धड़ा वस्त्र पिंधे देवी अरे आस चित्रा आस अरे आस ଭଲ ଲାଗୁନି ଆସିଛି ସିନ୍ଦୁର
ସେ ତ ମୋତେ ହାତ ତ ଦେଇ ଆଣି ପାରିଥାନ୍ତେ। ବାବୁ ଯଦି ଯାଇଥାନ୍ତେ ଜେଲକୁ କେତେ ଆଇନ କରୁଥାନ୍ତା ସତରେ ଅଭିମନ୍ୟୁ ବାବୁ, ତମ ବାବୁ ଯେମିତି ଜିଦିଆଲ ମଣିଷ ନା, ତାଙ୍କୁ ବୁଝିବା ବଡ କଷ୍ଟକର। ବାବୁ ଆମର ଭାରି ଭଲ ଲୋକ। ଖଣ୍ଡମଣ୍ଡଳ ଏରିଆରେ ବାବୁ ଭଳିଆ କଣ ଲୋକ ମିଳିବେ? ସେ କଥା ତ ମୁଁ ଜାଣିନି, ହେଲେ ସେ ପର୍ଯ୍ୟନ୍ତ ଗଲେ କୁଆଡେ? ତାଙ୍କ ଦେଖା ବି କୁଆଡେ ଗଲେ ସେ? ବାବୁ ମା ବଡ ବେଶ ସଜେଇ ଆସୁଛନ୍ତି। ସିଂହାସନରେ ଆସୁଥିବେ। ହେଲେ ତମର କଣ ମନଟାକୁ କହୁଛି କାହିଁକି? କଣ କହିବି ମାନେ ସେ ଆସିବା କଥା ଏପର୍ଯ୍ୟନ୍ତ ଆସୁନାହାନ୍ତି, ସେଥିପାଇଁ ଟିକେ ମନଟା ଦୁଃଖ ହଉଛି। ओ चतुर संपत्ति संपत्ति बिहारी नुहे कि बेंगली नुहे पूरा मेड इन ओडिशा। अबे अभिव्यक्ति जा मु आसे तके सुनसान ले कथा ଚାଲ ରେ ଚାଲ। এইটা তাଙ୍କର ପ୍ରକୃତ ପରିଚୟ। ତାହେଲେ ସବୁ କଥା ଜାଣିଗଲୁଟି? ଏଥର କହ ମୋ ଅଭିନୟଟା କେମିତି ଲାଗିଲା? ତ ଅଭିନୟଟା ବେଶୀ ଦିନ ନୁହଁ, ଆଉ କିଛି ଦିନ ପରେ ତ ଭଦ୍ର ମୁଖଟା ଖୋଲିଯିବ। ସେଦିନ ତ ଆଖିରେ ଲୁହ ବୁଝିବା ପାଇଁ କେହି ଜମା କରିନଥିବେ। ଲୁହ ଆବେ ଲୁହ କଣ? ସେ ଲୁହ ମୋ ପାଖ ବି ପହଞ୍ଚି ପାରିବନି। ତୁ ଆଜି ସାଲି ହାରାମ ଜାତି ମାଇକିନା ମରି ଆଜି ମରିବୁ। ମୁଁ ମରିଗଲେ ବି ବିପଦ ତ ପିଠା ଛାଡ଼ିବନି। ମୋ ରାଜା ଯେତେବେଳେ ପ୍ରକୃତ ସତ କଥା ଜାଣିବ, ତ ମୁହଁକୁ ଛାପ ପକେଇ ମାରିବ। ସେଇଥିପାଇଁ ତ ଶଳା ମା ପେଟର ଭାଇକି ପ୍ଲାନ୍ କରି ମାରିଦେ। ଆଜି ତତେ ମାରି ଏଇ ମାଟିରେ ମିଶେଇ ଦେଲେ ମୋ ଖେଳ ଶେଷ। ଭୁଲ କଲୁ ଚତୁର ଦମ୍ପତି ବାଚ୍ଚା। ଖେଳଟା ସେଇଦିନ ଶେଷ ହବ ଯୋଉଦିନ ରାଜା ଏ ଦୁନିଆକୁ ଭଲ ଭାବରେ ଜାଣିବ, ଚିହ୍ନି ପାରିବ। ସେଇଦିନ ତ ଖେଳଟା ଶେଷ ହବ। ଶୁଣ ମାଇକିନିଆ, ଆଜି ତୋ ସହିତ ମୋର ଶେଷ ଦେଖା। ମୁଁ ଟିକେ ମୋ ମାଇକିନାକୁ ଭଲ ଭାବରେ ଦେଖେ। ଚତୁର ଦମ୍ପତି बिहारी नुहे कि बेंगली अबे बजा रे बाजा वाला माधव बजा। अबे ये माधव बाजे ये चतुर संपत्ति रक्त गरम। अबे चतुर संपत्ति रक्त गरम ता तलुआटा ताकु रक्त मागे रक्त ଆଉ ଏଟା ତଳୁଆ ତାକୁ ରକ୍ତ ମାଗିବ ରକ୍ତର ନଦୀ ଖେଳିବ ରକ୍ତର ନଦୀ।